ରାସ୍ତାରେ ଘାଟରେ ଚା ଖଟି ଆଉ ପାନ ଦୋକାନରେ ନିର୍ବାଚନୀ ମତାମତ। ଭଦ୍ରକ। ସମୀର କହିଲେ ଶାସକ ଦଳ ବିଜେଡ଼ିର ଲୋକପ୍ରିୟତା ରହିଛି। ନିତ୍ୟାନନ୍ଦ କହିଲେ ନିରଞ୍ଜନଙ୍କ ପଲା ଭାରି ଅଛି। ପ୍ରଶାନ୍ତ କହିଲେ ବିଜେପିର ସୁଧାଂଶୁ ଭଲ ପ୍ରାର୍ଥୀ। ଅରୁଣ କହିଲେ ସୁଧାଂଶୁ ସାର୍ ଆଉ ମନୋରଞ୍ଜନ କହିଲେ ବିଜେଡ଼ିର ସଞ୍ଜୀବ ଜିତିବେ। ହଁ ଆଜ୍ଞା, ଆଜି ନିର୍ବାଚନ ହାୱା କାହା ସପକ୍ଷରେ ରହିଛି ଜାଣିବା ପାଇଁ ସମୀର କୁମାର ଦାସ, ନିତ୍ୟାନନ୍ଦ ଜେନା, ଡାକ୍ତର ପ୍ରଶାନ୍ତ କୁମାର ଖଟୁଆ, ଅରୁଣ କୁମାର ସାହୁ ଓ ମନୋରଞ୍ଜନ କରଙ୍କ ମତାମତ ନିଆଯାଇଥିଲା। ଆମ କ୍ରାନ୍ତିଧାରା ପ୍ଲସ୍ର ଭଦ୍ରକ ଜିଲ୍ଲା ପ୍ରତିନିଧି ଦିଲ୍ଲୀପ ଖୁଣ୍ଟିଆ ବିଭିନ୍ନ ସ୍ଥାନରେ ରାସ୍ତାରେ ଘାଟରେ ଚା ଖଟି ଆଉ ପାନ ଦୋକାନ ଆଗରେ ଥିବା ସାଧାରଣ ଲୋକ ଏବଂ ରାଜନୀତି ସହ ସଂଶ୍ଳିଷ୍ଟ ଥିବା ଲୋକଙ୍କୁ ଏଥରର ଭୋଟରଙ୍କ ହାୱା କାହା ସପକ୍ଷରେ ରହିଛି ତାହା ପ୍ରତିଦିନ ପଚାରି ବୁଝୁଛନ୍ତି। ଏଥର ଶୁଣନ୍ତୁ ଆଜିକା ଡେଟ୍ରେ କିଛି ଭୋଟରଙ୍କ ମତାମତ। ପରିଚୟ କରିବେ? ମୋ ପରିଚୟ ସମୀର କୁମାର ରାଉତ, ଆପଣଙ୍କ କେଉଁ ନିର୍ବାଚନ ମଣ୍ଡଳୀ? ଭଣ୍ଡାରୀ ପୋଖରୀ ନିର୍ବାଚନ ମଣ୍ଡଳୀ। ଏଠି ଆପଣ ଯେଉଁ ନିର୍ବାଚନୀ ମାହୋଲ କେମିତି ଅଛି? ଜୋରଦାର ଚାଲିଛି। କାହାର ପାଲା ଭାରି ଅଛି? ପାଲାବାରି ଶାସକ ଦଳ ବିଜେଡ଼ି ଦଳର ଅଛି। ଆଉ ଆପଣ କାହାକୁ ପସନ୍ଦ କରିବେ? କ'ଣ କହିଲେ? ଆପଣ କାହାକୁ ପସନ୍ଦ କରିବେ? ମୁଁ ସେଇ ବିଜେଡ଼ି ଦଳରେ ଭୋଟ୍ ଦେବି। ଆଉ ବିଜେଡ଼ିର ପାଲା କାହିଁକି ଭାରି ଅଛି, କ'ଣ ପାଇଁ? ସେ ବହୁତ କାମ ଦାମ କରିଛନ୍ତି, ସବୁ ଚାଲିଛି ଠିକ୍ଠାକ୍ ଚାଲିଛି ତାଙ୍କର ନବୀନ ପଟ୍ଟନାୟକ ପାଇଁ। ଆଉ ଠିକ୍ ଅଛି, ଆପଣ ପରିଚୟ କହିବେ? ମୁଁ ପ୍ରଶାନ୍ତ କୁମାର ଖଟୁଆ, ସମାଜସେବୀ, ଭଣ୍ଡାରୀ ପୋଖରୀ ନିର୍ବାଚନ ମଣ୍ଡଳୀର। ଆପଣଙ୍କର ଏଠି ନିର୍ବାଚନ ମଣ୍ଡଳୀରେ ବର୍ତ୍ତମାନ ରାଜନୈତିକ ମହଲ ଚାଲିଛି, ଯେଉଁ ନିର୍ବାଚନୀ ମାହୋଲ ତା ଭିତରେ କାହାର ପାଲା ଭାରି ଅଛି ଆପଣ କହୁଛନ୍ତି? ଆରେ ଭେରି ଫାଷ୍ଟ କହିବାକୁ ଗଲେ ଯେମିତି ବାହାରୁ ଆସିକି ବାରମ୍ବାର ଏଠି ନିର୍ବାଚିତ ହେଉଛନ୍ତି, ଲୋକଙ୍କୁ ପ୍ରତାରଣା କରୁଛନ୍ତି, ଲୋକଙ୍କୁ ହଇରାଣ ଅସୁବିଧାରେ ପକାଇ ଦେଇକି ନିଜ ଘରେ ନିଜେ ରହିଲେ ଲୋକ ବି 5 ବର୍ଷର ଥରେ କିଏ ଆମର MLA ହେଲା କି କିଏ ଆମର ବିଧାନସଭା ପ୍ରାର୍ଥୀ ହୋଇଥିଲେ କାହାକୁ ଦେଖା ମିଳୁନାହିଁ। କିନ୍ତୁ ଆମେ ଦୀର୍ଘ ଦିନ ପରେ ଜଣେ ପାଖ ପଡ଼ୋଶୀ ଏବଂ ଜଣେ ଭଦ୍ର ବ୍ୟକ୍ତି ପାଇଛୁ। ତେଣୁ ବିନା ଦ୍ୱିଧାରେ ସମସ୍ତଙ୍କର ଯେ ପରିବର୍ତ୍ତନର ଯେଉଁ ସ୍ୱର ବର୍ତ୍ତମାନ ସାରା ଓଡ଼ିଶାରେ ଲାଗିଛି, ତାହା ବି ଭଣ୍ଡାରୀ ପୋଖରୀ ନିଶ୍ଚିତ ପ୍ରତୀୟମାନ ହେବ, ଏହାର କୌଣସି ଦ୍ୱିଧା ନାହିଁ। କ'ଣ ମାନେ ବିଶେଷତ୍ୱ କ'ଣ ରହିଛି ସୁଧାଂଶୁ ବାବୁର, ଆପଣ ଯାହାକୁ ଭୋଟ୍ ଦେବେ? ନିଶ୍ଚିତ ଜଣେ ଭଲ ଶିକ୍ଷାବିତ୍, ଜଣେ ଭଲ କର୍ମଠ ମଣିଷ ଏବଂ ଜଣେ ସୁଜ୍ଞାନୀ ମଣିଷ ଏବଂ ନିଜ ପରୋପକାରୀ ମଣିଷ, ଦରିଦ୍ରୀ ବନ୍ଧୁ, ନିଜ ପାଖ ପଡ଼ୋଶୀ। ତେଣୁ ଡକ୍ଟର ସୁଧାଂଶୁ ନାୟକକୁ ସମସ୍ତେ ବହୁ ସଂଖ୍ୟାରେ ଭୋଟ୍ ଦେବେ ବୋଲି ଆମେ ଆଶା କରୁଛୁ। ଧନ୍ୟବାଦ। ଆପଣ ପରିଚୟ କହିବେ? ମୋ ନାଁ ମନୋରଞ୍ଜନ କର, ଆପଣଙ୍କ କନଷ୍ଟିଚ୍ୟୁଟ୍ ନାଁ କ'ଣ? ଭଣ୍ଡାରୀ ପୋଖରୀ ନିର୍ବାଚନ ମଣ୍ଡଳୀ। ଆଚ୍ଛା, ଏଠି ବହୁତ ରାଜନୀତି ମାହୋଲ ବର୍ତ୍ତମାନ ଯେଉଁ ନିର୍ବାଚନ ପାଇଁ ଚାଲିଛି, ରାଜନୀତି ମାହୋଲ କେମିତି ଅଛି? ରାଜନୈତିକ ମାହୋଲ ବିଶେଷ କରି ନବୀନ ବାବୁଙ୍କର ଯେଉଁ ବିକାଶ ଧାରା, ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ଯେତେ ରକମର ଯୋଜନା, ଜନକଲ୍ୟାଣକାରୀ ଯୋଜନା, ସେହି ପରିପ୍ରେକ୍ଷୀରେ ଲୋକମାନେ ବର୍ତ୍ତମାନ ଆପଣେଇଛନ୍ତି ବିଜେଡ଼ି ସରକାରକୁ। କେବଳ ଶଙ୍ଖ ଚିହ୍ନ ବିଜେଡ଼ି ସରକାର, ନବୀନ ବାବୁ। ତେଣୁକରି ବିଜେଡ଼ି ସରକାର ବୋଇଲେ ନବୀନ ବାବୁ ବୁଝାଏ, ବିଜେଡ଼ି ସରକାର ନବୀନ ପଟ୍ଟନାୟକ ଯାହା ବିକାଶମୂଳକ କାର୍ଯ୍ୟକ୍ରମ ଜନସାଧାରଣଙ୍କର କରୁଛନ୍ତି ବା କରିଆସୁଛନ୍ତି, ଆଗାମୀ ଦିନରେ ବି ପ୍ରତ୍ୟାଶା ଦେଇଛନ୍ତି ଲୋକଙ୍କୁ କରିବା ପାଇଁ, ସେହି ପରିପ୍ରେକ୍ଷୀରେ ଲୋକମାନେ ସନ୍ତୁଷ୍ଟ, ନବୀନ ବାବୁ ପ୍ରତି ସନ୍ତୁଷ୍ଟ ଏବଂ ନବୀନ ବାବୁ ସରକାର ପୁଣି ଥରେ ଆସିବା ପାଇଁ ଲୋକମାନଙ୍କର ପ୍ରଚେଷ୍ଟା ଜାରି ରଖିଛନ୍ତି। ତାହେଲେ ଆପଣଙ୍କର ଧାରଣା ହେଉଛି ଯେ ନବୀନ ବାବୁ ନିଶ୍ଚୟ ଆସିବ? ନିଶ୍ଚୟ ନିଶ୍ଚୟ। ଆପଣ କାହାକୁ ଭୋଟ୍ ଦେବେ? ନବୀନ ବାବୁ। ପରିଚୟ କରିବେ? ନିତ୍ୟାନନ୍ଦ ଜେନା, ଆପଣଙ୍କର ଏଇ ଯେଉଁ ନିର୍ବାଚନ ମଣ୍ଡଳୀ ନାଁ କ'ଣ? ଭଣ୍ଡାରୀ ପୋଖରୀ ନିର୍ବାଚନ ମଣ୍ଡଳୀ। ଏଠି ଯେଉଁ ନିର୍ବାଚନୀ ମାହୋଲ ବର୍ତ୍ତମାନ କେମିତି ଅଛି? ଭଲ ଅଛି। କାହାର ଭଲ ଅଛି? ନିରଞ୍ଜନ ପଟ୍ଟନାୟକର ଭଲ ଅଛି। କେମିତି କ'ଣ ଭଲ ଅଛି କୁହନ୍ତୁ? ବହୁତ ସଦିଚ୍ଛା, ଶୁଭେଚ୍ଛା, ସେ ଲୋକ ଆନ୍ତରିକତା ରହୁଛି, ଲୋକଙ୍କ ପାଖରେ ଆସି ପହଞ୍ଚୁଛନ୍ତି, ସୁଖ ଦୁଃଖରେ ଅଛନ୍ତି, ରହିବେ ମଧ୍ୟ, ସବୁ ଦୃଷ୍ଟିରୁ ଭଲ। ଆପଣ କ'ଣ ଆଶା କରୁଛନ୍ତି? ମୁଁ ଆଶା କରୁଛି ଏଥର ନିରଞ୍ଜନ ପଟ୍ଟନାୟକ। ପରିଚୟ କରିବେ? ନିତ୍ୟାନନ୍ଦ ଜେନା, ଆପଣଙ୍କର ଏଇ ଯେଉଁ ନିର୍ବାଚନ ମଣ୍ଡଳୀ ନାଁ କ'ଣ? ଭଣ୍ଡାରୀ ପୋଖରୀ ନିର୍ବାଚନ ମଣ୍ଡଳୀ। ଏଠି ଯେଉଁ ନିର୍ବାଚନୀ ମାହୋଲ ବର୍ତ୍ତମାନ କେମିତି ଅଛି? ଭଲ ଅଛି। କାହାର ଭଲ ଅଛି? ନିରଞ୍ଜନ ପଟ୍ଟନାୟକର ଭଲ ଅଛି। କେମିତି କ'ଣ ଭଲ ଅଛି କୁହନ୍ତୁ? ବହୁତ ସଦିଚ୍ଛା, ଶୁଭେଚ୍ଛା, ସେ ଲୋକ ଆନ୍ତରିକତା ରହୁଛି, ଲୋକଙ୍କ ପାଖରେ ଆସି ପହଞ୍ଚୁଛନ୍ତି, ସୁଖ ଦୁଃଖରେ ଅଛନ୍ତି, ରହିବେ ମଧ୍ୟ, ସବୁ ଦୃଷ୍ଟିରୁ ଭଲ। ଆପଣ କ'ଣ ଆଶା କରୁଛନ୍ତି? ମୁଁ ଆଶା କରୁଛି ଏଥର ନିରଞ୍ଜନ ପଟ୍ଟନାୟକ। ଆପଣ ପରିଚୟ କହିବେ? ମୁଁ ପ୍ରଶାନ୍ତ କୁମାର ଖଟୁଆ, ସମାଜସେବୀ, ଭଣ୍ଡାରୀ ପୋଖରୀ ନିର୍ବାଚନ ମଣ୍ଡଳୀର। ଆପଣଙ୍କର ଏଠି ନିର୍ବାଚନ ମଣ୍ଡଳୀରେ ବର୍ତ୍ତମାନ ରାଜନୈତିକ ମହଲ ଚାଲିଛି, ଯେଉଁ ନିର୍ବାଚନୀ ମାହୋଲ ତା ଭିତରେ କାହାର ପାଲା ଭାରି ଅଛି ଆପଣ କହୁଛନ୍ତି? ଆରେ ଭେରି ଫାଷ୍ଟ କହିବାକୁ ଗଲେ ଯେମିତି ବାହାରୁ ଆସିକି ବାରମ୍ବାର ଏଠି ନିର୍ବାଚିତ ହେଉଛନ୍ତି, ଲୋକଙ୍କୁ ପ୍ରତାରଣା କରୁଛନ୍ତି, ଲୋକଙ୍କୁ ହଇରାଣ ଅସୁବିଧାରେ ପକାଇ ଦେଇକି ନିଜ
घरे निजे रहिले लोक भी 5 वर्षर थरे किए आमर एमएलए है कि किए आमर विधानसभा प्रार्थी होते क्या देखा मिलूना किंतु आम दीर्घ दिन पर जड़े पाख पड़ोशी और जड़े भद्र व्यक्ति पाइछु तेणु बिना द्विधारे समस्तकर जो परिवर्तन जो स्वर बर्तमान सारा ओडिशा रे लागिछि ता भी भंडारी पोखरी निश्चित पतीयमान हम यार कौन द्विधा ना कौन विशेषत्व कौन रही सुधांशु बाबूर आप भोट निश्चित जड़े भल शिक्षाविद जड़े भल कर्मठ मनीष और जड़े सुज्ञानी मनीष और निज परोपकारी मनीष दरिद्री बंधु निज पाख पड़ोशी तेणु डॉक्टर सुधांशु नायक को समस्ते बहु संख्यार भोट देव बोली आम आशा कर आप परिचय करें हाँ मु भंडारीपुर निर्वाचन मंडल अरुण कुमार साहू हाँ ठीक अच्छे आप जो निर्वाचन माहौल चली बर्तमान आज आम पाला कार भारी अच्छे ये सुधांशु नायक हाँ बीजेपी मोदी ये मोदी लहर चलती हाँ से आम सुधांशु नाम को समर्थन करूँ सी एठिकार चेयरमैन थे हाँ से स्त्री चेयरमैन थे आ बहुत दिन कर्मी हिसाब से बंत ब्लक काम कर हाँ तेणु आम जड़े लेक्चर भी थे तेणु आम हाँ राइटर जड़े तेणु आम समर्थन कर हाँ आम भोट ही दे परिचय करें मो ना मनोरंजन कर आप कन्स्टिट्यूट ना कौन भंडारीपुर निर्वाचन मंडल अच्छा ये बहुत राजनीतिक माहौल बर्तमान जो निर्वाचन पर चलती राजनीतिक माहौल केमती अच्छे राजनैतिक माहौल विशेषकर नवीन बाबूंकर जो विकास धारा जन्मरू मृत्यु पर्यंत जिते रकम योजना जनकल्याणकारी योजना से परिप्रेक्षी में लोक मैंने बर्तमान आपणे बीजेडी सरकार को केवल शंख चिन्ह बीजेडी सरकार नवीन बाबू तेणुक बीजेडी सरकार बोले नवीन बाबू बुझाए बीजेडी सरकार नवीन पट्टनायक जहाँ विकासमूलक कार्यक्रम जनसाधारण कर आगामी दिन में भी प्रत्याशा देते लोक करने से परिप्रेक्षी लोक मैंने संतुष्ट नवीन बाबू प्रति संतुष्ट और नवीन बाबू सरकार पुणी थे आसवाई लोक मान प्रचेषा जारी रखिंट धारणा निश्चय 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 आप नवीन बाबू